जय जगन्नाथ साଙ୍ଗମାନେ ଆଉ ଗୋଟେ ମୋର ବ୍ଲଗ୍କୁ ସ୍ୱାଗତ କରୁଛି ଆପଣମାନଙ୍କୁ। ଆଉ କ'ଣ ଇଏ ଉଠି ପଡ଼ିଲାନି, ଉଠିକି ଖାଲି ମୋ ପଛ ଗୁଡ଼େ ସକାଳୁ ଉଠିଲାନି ମୋ ସାଙ୍ଗେ କମ୍ପାନୀ ଯିବ ବୋଲିକି। କମ୍ପାନୀ ଏତେ କାମ କରିବ ଜାଣିଛ, ପାଠ ନାହିଁ ଖାଲି କାମ କରିବ। ଶିବା ତାର କାଲି ରାତିରୁ ସିମେଇ କରି ରଖିଦେଇଥିଲା, ତାର ସେ ତାର ଉଠିକି କ'ଣ ଖାଦ୍ୟ କରୁଛି, ସବୁ କାମ ସରିଲାଣି। ମୋର ଆଜି ବ୍ଲଗ୍ଟା ମୁଁ ଲେଟ୍ ଆରମ୍ଭ କଲି, ବାଜିଲାନି 11ଟା ଆସିକି। ତାର ଏଠି ବସିକି ତା ସିମେଇ ତାର ନାଦୁଛି ଆଉ ସିମେଇ ଗୁଡ଼ାକ ଆଉ। ତମେ ତାକୁ କହୁନ ଠିକ୍ ପ୍ୟାକିଂ ଦିନ ଦେଖିକି କ'ଣ ଛୁଟି ନେଇଯାଉଛି। ଯେଉଁଦିନ ମେସିନ୍ ଥିବ ସେଇଦିନ ଛୁଟି ନେଉନୁ, ସମସ୍ତେ ଆରାମ ପାଇବେ, ତୁ ଛୁଟି ରହିବୁ, ସମସ୍ତେ ଛୁଟି ରହିବ। କହୁନ ତାକୁ ଏ କଥା, ଯେଉଁଦିନ ପ୍ୟାକିଂ କରୁଛି ସେଇଦିନ ଛୁଟି ନେଇଯାଉଛି। କହୁନ ତାକୁ, ତୁ କହୁନୁ। ମୁଁ କାହିଁ କହିବି, ତମେ କଷ୍ଟ ପଡ଼ୁନି, ତମେ କହୁନ ତାକୁ। ଆଜି ସେ ଝିଅଟା କମ୍ପାନୀ ଆସିଲା, ତମକୁ କଷ୍ଟ ପଡ଼ୁନି, ତମେ ସେ କଥା କହୁଛୁ କି କହୁନୁ ମେସିନ୍ ଯେଉଁଦିନ ସେତେ ଛୁଟି ନେବ, ମେସିନ୍ ନ ଯେଉଁଦିନ ନେବ ତାହେଲେ ସେଥିରେ କାମ ନାହିଁ ନା, ସମସ୍ତେ ଛୁଟି ନେବେ। ମାନେ କାମ କିଛି ଥିବନି, ସମସ୍ତେ ଛୁଟି ନେବେ। ଆଉ କାଲି ମେସିନ୍ କାମ ହେଇଥିଲା, ଆଜି ଚାଉମିନଟା ବାହାରିଛି ନା, ସେଟା ପ୍ୟାକିଂ କରିବାକୁ ପଡ଼ୁଛି। ସେ ଝିଅଟା ଆସିନି, ଆମେ ଦୁଇ ଜଣ ଆଜି ପ୍ୟାକିଂ କରୁଛୁ। ସେ କଥା ବସି ବସି ଖାଇ ଖାଇ ମୁଣ୍ଡରୁ ବୁଦ୍ଧି କାଢ଼ି କହୁଛୁ ଗୋଟେ ଆଉ। ତମେ ତାକୁ କହିଦେବ, ଯେଉଁ ତୋର ଯଦି ଛୁଟି ନେବାର ଥିବ, ଯେଉଁଦିନ ମେସିନ୍ ଥିବ ସେଇଦିନ ନେବୁ, ଆମେ ସମସ୍ତେ ଛୁଟି ରହିବୁ। ଆଉ ତୁ ଭଲ କାମ ଇଏ କରିଦେବୁ, ଆମେ ଏଠି ହଇରାଣ ହବୁ ନା କ'ଣ? ବାବା ଦାଦା ତମେ ହଇରାଣ ହଉ। ମୁଁ କାମ କରୁଛି, ମୋତେ କଷ୍ଟ ହଉନି, ତାକୁ କଷ୍ଟ ହଉଛି। ତମକୁ କଷ୍ଟ ହଉଛି ବୋଲି ମୁଁ କହୁଛି, ତମେ କହୁନ। କମ୍ପାନୀ ଯେମିତି ନିୟମ ହେଇଛି ନା, ଇଏ କହିଲେ ନିୟମ ଚେଞ୍ଜ ହେଇଯିବ। ବୋତଲ କାହିଁକି ସେ ବୋତଲ ବ୍ୟାଗ୍ ଧରିକି ଆସିଲା ବେଳେ ପାଣି ନେଇକି ଆସିବା ଯା ଧରିକି। ଇଏ ବି ଆଉ ପଛ ବାହାରିଛି ସବୁବେଳେ। ଯେତେବେଳେ ଯିବି କମ୍ପାନୀ ଯାଉଛି, ଯେତେ କମ୍ପାନୀ ଉପରକୁ ଆସିବ ଖାଲି ଯିବ ତଳକୁ। ଏତେ ପ୍ରବଳ ଗରମ ହେଉଛି, ରହିହେଉନି, ଝାଳ ବାଜିଥିବ, ତାକୁ ଭଲ ଲାଗୁଛି ଟିକେ ରହୁଛି। ବୋତଲ ପୁରେଇକି ଆଣିଲେ, ପାଣି ବୋତଲ ପୁରେଇକି ଆଣିଲା ବ୍ୟାଗ୍, ପାଣି ନେଇକି ଆସିବି। ଚାଲନ୍ତୁ ଯିବା, କାମ ଅଛି କରିଦେଇକି ଆସିବା ଆଉ। ଆଜି ମେସିନ୍ ଚାଲୁଛି, ବନ୍ଦ ଅଛି ସବୁ। ମାନେ ମୁଁ ରଖିଥିଲି ରହିଛି, ମେସିନ୍ ହେଇନାହିଁ କାହିଁକି ସେ ଝିଅଟା ଆଜି ଆସିନାହିଁ, ତା ମା ଦେହ ଖରାପ, ମେଡ଼ିକାଲ ଯାଇକି ସବୁ ବନ୍ଦ ବାନ୍ଧିକି ପଡ଼ିଛି ଆଉ। ଏସବୁ ଆଉ ଏଇଟା ହେବ, ସବୁ କାମ ଖାଇକି ସବୁ ଆଗରୁ କରିବି ଆଉ। ଚାଲନ୍ତୁ ଯାହା କାମ ପ୍ୟାକିଂ ହେଉଛି, ପ୍ୟାକିଂ କରିଦେବା। କାମ ଅଧା ସାରିଦେଲି କମ୍ପାନୀ ଭିତରେ, ସେ ଝିଅ ଆଜି ଆସିନାହିଁ, ଆଉ ଅଧା ସରିଗଲା, ଆଉ ଅଧା ଅଛି। ଆଉ ଏବେ ଉପରକୁ ଟିକେ ଆଜି ଖାଇବାକୁ ପଖାଳ ଟିକେ ଖାଇଦେବା, ଖାଇଦେଇ ଯିବା, ଭଲ ଲାଗୁନି। ଆଉ ଶିବାନ୍ତର ପଖାଳ ଅଛି ତ, ଆଳୁ ଚକୁଡ଼ିକି ନେଇକି ଆସିବା। ମାଲିକ ପଇସା ଦେଉନି ବୋଲିକି, ମାସ ହେଇଗଲା ତ, ପଇସା ଦେଉନି, ସେମାନେ ରାଗିକି ପୁରା ପଞ୍ଚମ। ଆଳୁ ଚକୁଡ଼ା, ପଖାଳ ଭାତ, ଆଉ କ'ଣ দিয়ে କାରଣ ରୋଷେଇ କରୁଛି। ଖଟା ଟିକେ ଦେଉନୁ, କି ଖଟା? ହଁ ଏଇ ଯୋଉ ଲେମ୍ବୁ ଆଚାର ଥିଲା, ସେଇଟା କ'ଣ ଆଣିଛି? ତିଆରି ଆମ୍ବ ଖଟା ତିଆରି ଆମ୍ବ ଖଟା କିଏ ଖାଏ? ଏଇଥିରେ ଅଛି ଟିକେ ନେଇଯା, ତମେ ଛାପୁଛି କରି ହାତ ପୁରେଇକି ନେଇଯିବ। ଏଇଟା କିଏ ପାଇଁ କ'ଣ କରୁଛୁ? ଡାଲି କି ସୋୟାବିନ୍ କଷା ହବ। ଡାଲି କ୍ୟାମେରାରେ ଦେଖାଯାଉନି, ବଡ଼ି ସୋୟାବିନ୍ ତରକାରୀ କରୁଛି। ଆଉ ଏତେ ପୁଅ କ'ଣ କରୁଛି, ଛିଞ୍ଚତ କରି କେକ୍ ଗୁଡ଼ା ଚାଲ ଦେଉଛୁ ନା ଖାଉଛୁ ବି? ମା ପୁଅ ବସିକି କ'ଣ ଖାଉଛୁ ନା କ'ଣ? କଞ୍ଚା ଲଙ୍କା ନାହିଁ? ଲଙ୍କା ତଳୁ ନେଇକି ଆସିବ। କଞ୍ଚା ଲଙ୍କା ନାହିଁ, ଯିବ ତଳୁ ନେଇକି ଆସିବ, ଆଣିଲେ ଖାଇବା। তো କାମ ତୁ ଓଜନ ହେବ, ଆଉ ବସ୍ତା ହେବ, ବହୁତ କାମ ଅଛି। ହଁ ଯାଉଛି, ଲଙ୍କା ଦିଟା ନେଇକି ଆସିବ। ହଁ ଲଙ୍କା ଲେମ୍ବୁ ଟିକେ ନେଇ ଆସିବା ତଳୁ, ବାକି ଆଣିକି ଖାଇବା, ଖାଇଦେବା, କାମ କରିବା। ଲେମ୍ବୁ ଲଙ୍କା ମିଳିଗଲା, ଚାଲନ୍ତୁ ଯିବା ଟିକେ ପଖାଳ ଖାଇବା, ଭୋକ ଲାଗିଲାନି ଜୋରରେ ମୋତେ। ମାଲିକ ଘରୁ ନେଇ ଯାଇଲି, ମାଲିକର ଚିକେନ୍ ଟିକେ କରୁଛନ୍ତି, ଆମର ତ ହେଇନି ଆଜି। କାମ ସରୁ ଯାଇକି ଟିକେ ମାଗିକି ନେଇ ଆସି ଆଉ। ଏଇ ଦେଖନ୍ତୁ ଆମର ଆଉ ଗୋଟେ ଚୋର ଦେଖନ୍ତୁ, ମୁଁ ଆସିଲା ବେଳକୁ ଏଠି କାମ ଖାଇଲାନି। ତୁ ସବୁ ଖାଇଦେବୁ, ମୁଁ କ'ଣ ଖାଇବି? ଅନଉଛୁ କ'ଣ? ଆମ ଟକଲା ଏଠି ବସି ସବୁ ପଖାଳ ଭାତ ଗୁଡ଼ା ଖାଇଲାନି, ଘାଣ୍ଟିଲା, ଖାଉନାହିଁ ତ ଘାଣ୍ଟିଲାନି ସବୁ, ଆଳୁ ସବୁ ପକେଇକି। ସେ ଆଚାର ହାତ ପକେଇକି ଘାଣ୍ଟି ଦେଲାନି, ଆଚାର ପୁରା ଲଙ୍କା ଲେମ୍ବୁ ଦେଲୁ, କାଟିକି ଦେଲୁ, ଲଙ୍କା ଲେମ୍ବୁ ନେଇକି ଆଇଲି। ଉଠୁ ଘାଣ୍ଟିଲା, ଚାଲ ଲଙ୍କା ଲେମ୍ବୁ ନେଇକି ଆସି ନେ ଟିକେ ଦେ କାଟିକି।
ଚାଲେ ଖାଇବ ଇଏ ଆମ ଟକଲା ଖାଇବ ଖାଲି ତୁ ଲେମ୍ବୁ ହାତ ନା ଘାଣ୍ଟ ନାହାନ୍ତି ଖାଇବନି ତ ଇଏ ଘାଣ୍ଟିବ ଖାଲି ଆମର ଉଠ 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 ନା ନା ଖା ନା ଉଠ ଖାଇବ ଇଏ ଘାଣ୍ଟି କ'ଣ କରୁଛି ଆଳୁ ଲାଗି ମୋତେ ବୁଝଉଛି ତମେ ଖାଅ ଚୁପଚାପ ଏଠି ବସି କେତେ ନ ତମେ ଯାଇକି କାଇଁ ଗପୁଥିଲ କି କ'ଣ ମିକୁ ଏଟା ଦୁଷ୍ଟ ହଉଛୁ ଘାଣ୍ଟି ଦେଇଛି ତ ମୋତେ ବୁଝଉଛି ସିଏ ଖାଇବନି ନା ମୁଁ ଖାଇବି ସେଇଥିପାଇଁ ମୋତେ ବୁଝଉଛି ଲେମ୍ବୁ ଏ ଲେମ୍ବୁ ନୁହେଁ ଏ ଟଭା ଯେଉଁ କୁହନ୍ତିନି ସେ ଟଭା ଇଏ ଛୋଟ ଟଭା ହଁ ଲେମ୍ବୁ ଟଭା କହୁଛି ଲେମ୍ବୁ ତୁ ଖା ନା ମ ପୁରା ଖଟା ଖାଇଦେଇକି କି ଖଟା ଖାଅ ଜାଣ ତମେ ପୁଡ଼ିଆ ଖାଉଛ ଆହୁରି ବେଶୀ ଜଣା ପଡ଼ିବ ଦେ ଯିବ ଦେଖା ଚାଟି ଦେଲୁ ଟିକେ ଚାଟି ଦେ କେମିତି ଲାଗୁଛି ଖାଉ ବାପା ଖାଇବ ଏଇଟା ଆଗରେ ଆଗରେ ମୁଁ ଚିପୁଡ଼ି ଦେବି ଆଗରେ ମିକୁ ଚିପୁଡ଼ି ଦବ ହଉ ଦେଖି ବସିଲୁ ବସିଲୁ ଦେଖିଆ ଦେଖିଆ ଟିକେ ଆଗରୁ ଦେଖିଆ ହଁ ହଁ ମୁଁ ଟିକେ ଯିବ ଦେଖୁନୁ ମୁଁ ଦେବି ତୁ ଟିକେ ଯିବ ଦେଖେ ବଡ଼ ଆଗରେ ସବୁ ତ ପଇଲା ବେକ୍ କରେ ଲଙ୍କା ଫଙ୍କା ଯା ତ କାମରେ ଯା ଚାଲିଆ ବୁଝାବୁ ତା ପୁଅ ଘାଟିକି ନା କ'ଣ କରୁଛି ଦେଖିବ ଖାଇ ହେବନି ମୋତେ ଆଜି ବୁଝାଉଛି ହଁ ଲେମ୍ବୁ ପାଚି ରଖେ ଲେମ୍ବୁ ପାଚି ଯାଇଛି ଦୁଷ୍ଟ କଲା ଏଠି ଆସିକି ମୋତେ ଖାଇବାକୁ ଦେଉନି ଏଠି ଭୋକ କଲାନି ଜୋରେ ଏଠି ଦୁଷ୍ଟ ହେଉଛି ଏଠି ଆସିକି ନା ମାମା ଆଦି ଯା ମୁଁ ଖାଇବି ସବୁ ଲଙ୍କା ଗୁଡ଼ା ଭାତରେ ପକାଇ ସାରିଲାଣି ପଖାଳ ଭାତ ଖାଇଦେବି ପଳେଇ ଯାଇଥିଲି ମୋ ରେଷ୍ଟ ରୁମ୍ ଏଇଟା ମୁଁ ସବୁ କାମ ସାରିକି ଆସି ରେଷ୍ଟ ନିଏ ରୁମ୍ଟା ମୋ ରେଷ୍ଟ ରୁମ୍ ଏଇଟା ଆଉ ଆମର ଏପଟେ ରହିଛି କହିଲୁ ସ୍ଲାବ୍ ରହିଛି ସବୁ ବ୍ୟାଟେରୀ ଗାଡ଼ି ସ୍ଲାବ୍ ରହିଛି ଏ ରୁମ୍ କେହି ଆସୁନାହାନ୍ତି ଏ ରୁମ୍ ଗେଟ୍ ଆମର ଦିଆଯାଇଛି ମୁଁ ଖାଲି ମୁଁ ଅଛି ବୋଲି ଖୋଲି ଦେଇଛି କାରଣ ଆମ ଇଏ ପୁଅ ପଶିଯିବ ତା ଭିତରେ ଆଉ କୁଲର ଚଲେଇଛି 5 ମିନିଟ୍ ବସିବା 5 ମିନିଟ୍ ବସିଯାଇକି ତାପରେ ଯିବ ତଳକୁ ଚାଲ ଟିକେ ବସିବା ଟିକେ ରେଷ୍ଟ କୁଆଡ଼େ ନାଇଁ ପୁଅ ମୋ ପଛ ଟୋଟାଲ୍ ଖେଳୁନି ମେନ୍ କଥା କ'ଣ କି ଏଠି ପିଲା କେହି ନାହାନ୍ତି ମାଲିକର ଘରେ ତାଙ୍କର 2-3ଟା ଛୋଟ ପିଲା ଅଛନ୍ତି ସେ ତାର ସେମାନେ କ'ଣ ଉପରକୁ ଆସନ୍ତି ନା ଇଏ ତାର ଏଠି ଏତେ ବଡ଼ ରୁମ୍ ଆମର ଏଠି ବହୁତ ବଡ଼ ରୁମ୍ଟା ଏଇଟା ଟୋଟାଲ୍ ଏଇଠି ଏକୁଟିଆ ତାକୁ ଭଲ ଲାଗୁନି ସେଇଥିପାଇଁ ମୋ ପଛ ସବୁବେଳେ ଗୋଡ଼ଉଛି ଆଉ ତାପରେ ୟାକୁ ନେଇକି ତଳକୁ ଗଲେ ଇଏ ମାଲିକର ତାଙ୍କ ପୁଅ ଝିଅ ଏ ମିଶିକି ଏମିତି ଦୁଷ୍ଟ ହେଉଛନ୍ତି ଯେ ମାନେ ମୁଣ୍ଡ ଖରାପ ସେଇଥିପାଇଁ ମୁଁ ତାକୁ ଛାଡ଼ୁନାହିଁ ଯାହା ଖେଳୁଛି ଆଉ ସେଇଥିପାଇଁ ବିରକ୍ତ ଲାଗୁଛି ବୋଲି ସେଇଟା ମୋ ସବୁବେଳେ ବାହାରି ଯିବା ପାଇଁ ଆଉ ଚାଲ 5 ମିନିଟ୍ ବସିବା ବସିକି ଯିବା କାମଟା ଅଛି ଛାଡ଼ିଦେବା ଟ୍ରେନ୍ରେ ଯାଉଛି ହଉ ଯା ଟ୍ରେନ୍ରେ 5-10 ମିନିଟ୍ ବସିଗଲି ଏବେ ବେଶ ବସିଗଲି କାମଟା ପଡ଼ି ରହିବ ନା ସରିବନି ତାଙ୍କୁ ତ ଫୋନ୍ ଆସିବ ମା ନେଇକି ମା'ରେ ଚାଉମିନ ନାହିଁ ପଳେଇବା ନାଇଁ ଦୁଷ୍ଟ ତମେ ଯିବା ଜଲ୍ଦି କାମ ସାରିବା ଆଉ ଦେଖିବା ଶିବାନନ୍ଦରେ କ'ଣ ଖଟ କରୁଛି ଦିଗରେ ମୁଁ ଜାଣିପାରୁନି କିଛି ସରିନି ବଢ଼ି ରୋଷେଇ ତ କରୁଛି ଅଦା ରସୁଣ ଛେଚୁଛି ଆଉ ମୁଁ ଚିକେନ୍ ରୋଷେଇ କରୁଛି ଘରେ ଚିକେନ୍ ଟିକେ ଯିବି ମାଲିକ କାମ ସାରିକି ଆସିଲେ ମାଲିକ ଘରୁ ଚିକେନ୍ ଟିକେ ମାଗିକି ନେଇ ଆସିବି ଚିକେନ୍ ଖାଇବୁ ମୁଁ ମାଗି ଆଣୁନି ସେ ଖାଇବ ହଁ ବଡ଼ ଗିନା ମାନେ ବୁଦ୍ଧି ଦେଉଛି ବଡ଼ ଗିନା ନେଇକି ଯିବ ଚିକେନ୍ ପାଇଁ ବଡ଼ ଗିନା ନେଇକି ଯିବି ବୁଦ୍ଧି ଦେଇଦେଉଛି ମୋତେ ତାହେଲେ ତୁ ଟିକେ ମାଗିକି ଆଣିବୁ ମୁଁ ଆଣିଲେ ଖାଇବ ମୁଁ ଖାଲି ଆଣିଲେ ଖାଇବ ସିଏ ଯିବନି କିଛି ଆଣିବନି ହଉ ଚାଲନ୍ତୁ ସିଏ ତାର ରୋଷେଇ କରିଥାଉ ମୁଁ ଯାଉଛି କାମଟା ସାରିକି ଆସିଲେ ଚିକେନ୍ ଆଣି ଖାଇବା ମାଲିକ ସରିଯିବ ନା ତାର ଖାଇଦେବେ ଆଉ ବୁଝା ଯିବିନି ବୋଧେ କାମ ନାହିଁ କହୁଛୁ ଆଉ ସବୁ କାମ ଗୁଦାମ କାମ ଯଦି ହଁ କେତେ କାମ ଅଛି ରାତି ଆମର ହବ ରାତି 7ଟା ସରୁଛି କାମ 7ଟା ବାଜେ ସରୁନି ଆମର ହଉ ଚାଲ ଯିବା ଆଉ କାମ କରୁଥିଲି ମାଲିକ ଡାକିଲେ ଚିକେନ୍ ଟିକେ ନେଇକି ଆସିଲେ ଏବେ ଆଉ ଅଳ୍ପ ଟିକେ କାମ ଅଛି
ଆଉ ଅଳ୍ପ କାମ ଅଛି ସାଧିକି ଆସିଲା ଚିକେନ ବସି ଖାଇବୁ ସେମାନେ ଖାଇଲି ପାଟି ନାରାଇଲାନି ତାର ତାପରେ ଡ୍ରେସ୍ ତୁ କଣ ଯିବୁ କୁଆଡେ ଡ୍ରେସ୍ ଫ୍ରେସ୍ ସଫା କରୁଛୁ ଇଏ ସିଏ ଡ୍ରେସ୍ ମଇଳା ହେଇଗଲାଣି ଆଉ କଣ ସବୁଦିନ ଗୋଟେ ମଇଳା ହେଇଗଲାଣି ନା ସେଥିପାଇଁ 10-15 ଦିନରେ ଥରେ ଡ୍ରେସ୍ ସଫା କରିବୁନି ମଇଳା ହେଇଗଲେ ଭଲ ହଁ ମଇଳା ହେଲାଣି ମୁଁ ଡ୍ରେସ୍ ସଫା କରିଛି ଏଇ ଯୋଉ କଣ କହୁଥିଲି କି କଣ କହୁଥିଲୁ ମୁଁ ବତୁରେଇ ଟପଟାରେ ବତୁରେଇ ଦେ ମତେ ଟିକେ କୁଦିକି ସଫା କରିବାକୁ ମୁଁ ଟପରେ ଗାଧେଇବି ମୁଁ ଟପରେ ରଖିଛି ଗାଧେଇବା ପାଇଁ ତାହେଲେ ଲୁଗା ଭେଦେଇବା ହଁ ଚିକେନ ନେଇ ଆଇନି ଘୋଡ଼ା ହେଇକି ରହିଛି ଆଉ ଅଳ୍ପ ଟିକେ କାମ ଅଛି ସାଧେକି ଆସେ ତା ଚିକେନ ଖାଇବା ଆଉ ଥାଉ ଏଇଠି ଚାଲ ଯିବା କାମ କରୁଥିଲି ଯେ ଆଉ ଅଳ୍ପ ଅଛି ସାରିକି ଆସିଲେ ହେଇଥାନ୍ତା କାରଣ ତାଙ୍କର ଖାଇବା ବି ସରିଲାଣି ସେ ଖାଇ ପିଇ ଶୋଇବେ ସେଇଟା ମୁଁ ନେଇଯାଇଛି ଫ୍ରିଜ୍ ପଳେଇ ତ ଭଲ ଲାଗିବନି ସେଟା ନେଇ ପଳେଇ ଯାଇନି ଜଲ୍ଦି ଆଉ ସିଏ ତାର ସେ ଝିଅଟା ରହୁଛୁ ସେ ତା ସବୁ ଲୁଗାଟା ଶୁଖେଇ ଧୋଇ ଦେଇକି ସେ ତାର ଯିବ ବୋଲିକି ଦଶହରାରେ ଗାଁକୁ ଯିବ ନୂଆ ଏବେ ହେଇଛି ମାସେ ହେଇଛି ବାହାରିଲାନି ଘରକୁ ଯିବ ଆଉ ଇଏ ତା ଲୁଗା ଶୁଖଉଛି କ'ଣ କରିବେ କ୍ୟା ପଳେଇଆ ପଡ଼ିଯିବ ଇଏ ଗୋଟେ ଆସିକି ହଇରାଣ କରିବ ପଳେଇଆ ଇଏ ସଫା କରୁ ଇଏ ସଫା କରି ଲୁଗାଟା ମେଷ୍ଟ ଧରିକି ଆସିଛି ଛିଡ଼ା ହେଇଛି ହଉ ହଁ ଯାଉଛି ଆମେ ଖାଦ୍ୟକି ଆସିଲେ ଖାଇବା ପିଇଦେବେ କ'ଣ ହେଲା କାନ୍ଦୁ କାହିଁ ଇଆଡ଼େ କ'ଣ କାନ୍ଦିଲେନି ଇଆଡ଼େ ଗୋଟେ କାନ୍ଦୁଛି କ'ଣ ପାଇଁ ଜାଣିନି ଖାଲି ତଳକୁ ଯିବା ପାଇଁ କାନ୍ଦୁଛି ଆଉ କିଛି କାମ ନାହିଁ ଯା ମାମା ସଫା କରିବୁ ଯାଇକି ଯା ଲୁଗା ଗୋଟା ଯା କାମ ସାରିକି ଆସେ ଏଠି ସବୁ କାମ ସରିଲା ଆଉ କିଛି କାମ ନାହିଁ ଚାଉଳ ସବୁ ପ୍ୟାକିଂ ହେଇଗଲା ବସ୍ତା କରିକି ଥୋଇଦେଲୁ ପୁରା ଆଉ ଏ ମାଲ ଗୋଦାମ ଯିବ ଅଭିକା ଆଉ ଟାଇମ୍ ନାହିଁ କରିବାକୁ ଯାଉଛି ଅଭିକା ଉପରକୁ ଏତିକି ମାନେ ଆଉ ବିରକ୍ତି ଲାଗିଲାନି ଆଉ କାମ କରିବାକୁ ଆଉ ଚାଲନ୍ତୁ ସେ ଝିଅ ଆଉ ଗୋଟେ ଝିଅଟା ଯେଉଁ ଆମର କମ୍ପାନୀ ଦୁଇଟା ଝିଅ କାମ କରୁଛି ଦୁଇଟା ଝିଅର ଗୋଟେ ଝିଅ ଯେ ଆସିନି ଆଉ ଗୋଟେ ଝିଅ ଆମର ରହୁଛି ସେ କାମ କରୁଛୁ ଆମ ସହିତ ଆଉ ସେ ଯାଇକି ପଳେଇଲା ତାର ଖାଇବାକୁ ଆଉ ସେ କାମ ତ ଲାଗିଛି ଝାଡ଼ଖଣ୍ଡ ମାଧ୍ୟମରେ ପଳେଇଲା ଆଉ ଏତିକି ମାଲ ଅଛି ମୁଁ ବସ୍ତା ବନ୍ଧାଇନି ବାନ୍ଧିଥିଲି ମୁଁ କଥା ବାନ୍ଧି ସାରିଲିନି ଆଉ ଅଳ୍ପ ଅଛି ଥାଉ କାଲି ବନ୍ଧାଯିବ କାଲି କାମ ଫାଙ୍କା ଅଛି ଏତେ ମାନେ ଭିଡ଼ କାମ ନାହିଁ ଆଉ ସେମାନେ ବାନ୍ଧିଦେବେ ଆଉ ଚାଲନ୍ତୁ ମୁଁ ଏବେ ଯାଉଛି ଉପରକୁ ଆଉ ଗେଟ୍ ଫେଟ୍ ଦେଇକି ଖାନା ବନ୍ଦ କରିକି ଚାଲିଛି ଆଉ ଥାଉ କାଲି ସବୁ ଖାଇ ବନ୍ଧା ଦେଇକି ସାଇକେଲ ଦେଇକି ରଖାଯିବ ଆଉ ଚାଲନ୍ତୁ ଏବେ ଯିବା ପଡ଼ିବ ପୁରା ଗରମ ହେଉଛି ନା ଝାଳ ପୁରା ଡବ ଡବ ହେଇକି ବହୁଛି ଦେହ ଚାଲ ଖେଳି ବନ୍ଦ ହେଲା ଏବେ ଯିବା ଗେଟ୍ ଫେଟ୍ ଦେଇକି ସବୁ ପଳେଇବା ଉପରକୁ ଆଉ ଗେଟ୍ ଦିଆ ହେଲା ଆଉ ଗୋଟେ ଏଇଠି ଗେଟ୍ଟା ଦେଇଦେବା ଆଉ କିଛି କାମ ନାହିଁ ଏବେ ଯାଇକି ରେଷ୍ଟ ନେବା କାମ ଆମ ତଳୁ ସରିଲା ଏବେ ମୁଁ ପଳେଇ ଆସିଲି ଉପରକୁ ଆଉ ଏବେ ଟିକେ ପୁରା ମଇଦା ଫଇଦା ହେଇଛି ଟିକେ ଗାଧୁଆ କରିଦେବା ଆଉ ଗୁଦାମ ଆଜି ମାନେ ଫୋନ୍ ଆସିନି ଗୁଦାମରୁ ଯଦି ଆସେ ଯିବା ଚାଲୁଛୁ କାହିଁକିନା ମାଲିକ ଘରୁ ଚିକେନ୍ ଟିକେ ଆଣିଥିଲି ଖାଇବା ଆଉ କାହିଁକିନା ମୋତେ ସେତେବେଳେ ଖାଇଥିଲି ମୋତେ ଆଉ ଭୋକ ଲାଗୁନି ଖାଲି ଚିକେନ୍ ପାଇଁ ମୁଁ ଟିକେ ଲୋଭର ଖାଉଛି ନହେଲେ ମୋତେ ଭୋକ ଲାଗୁନି ମୁଁ ଏବେ ଖାଇଥାନ୍ତି ଶିବାନୀ ଚାଲ ଯିବା ଦେଖିବା ଶିବାନୀ କହିଥିଲି ବାହାରିକି ରଖିବା ପାଇଁ ଦେଖିବା ବାଢ଼ିକି ରଖିଲା କି ନାହିଁ ଚାଲ ଯିବା ଶିବାନୀ ପାଖକୁ ବାଢ଼ୁଛି ଶିବାନୀ ଏତିକି ଭାତ ଖାଇବ ଚିକେନ୍ ଆଣିଥିଲି ଯେଉଁ ହେଇଗଲା ତା ମାଲିକ ଚିକେନ୍ ଆଣିଥିଲି ଗଲା ସୋୟାବିନ୍ ତରକାରୀ ଆମର ଆମ ପୁରା ଶୋଇଛି ଗୋଡ଼ ବାଜିଗଲା କେମିତି ହେଉଛି ଏଇଟା ଆମ ପୁଅ ଶୋଇଛି ବୋଲି ସବୁ ପୁରା ଚୁପଚାପ ଧୀରେ ଧୀରେ କାମ ସବୁ ଚାଲିଛି
ଯୋଉଟା ଝଗଡ଼ା ଲାଗୁଛି ବିଲେଇ ଝଗଡ଼ା ଲାଗୁଛି କୁକୁର ଅନେଇଛି ଏଠି। ଆମ ଖାଇବା ରେଡ଼ି ହେଲା ଶିବାନ୍ତ ଖାଇବା ନେଇଗଲାଣି ସେଠି। ଆସିଗଲା ଖାଇବା ନା ସୋୟାବିନ୍ ବଡ଼ିଟା। ଟାଟା କରି ଖାଇଗଲାଣି ଆଗର। ଅନୁଜ କ'ଣ ଖାଉନୁ? ଚିକେନ୍ କହିଥିଲୁ ଆଣିଛି ନେ ଚିକେନ୍ ମୋତେ କ'ଣ ଦେଇଛୁ ତୁ ଖା। ସେ ଉଠି ନାହିଁ ଖା ଫଟାଫଟ ଖାଇଦେ ଉଠି ପଡ଼ିବ ପୁଅ ପୁଣି। ଚିକେନ୍ ଦେଖିକି ପୁରା ଟାକ୍ଟାକୁ ତ ପାଟିରୁ ପାଣି ପଳେଇ ଆଇଲାଣି ନା। ଖାଇଯା ଖାଇଯା ଗ ଖାଉନୁ ଖାଇବିନି କି? ହଁ ବସିବୁ ଏକା ଏକା ଖାଏ। ତାପରେ ମୁଁ ଖାଇଛି ନହେଲେ ସବୁ ସଫା କରିଦେବ ଖାଇଛି। ମୋତେ ଭୋକ ଲାଗୁନି ମୋତେ ଲୁଭ ଲାଗିଛି ଖାଇବାକୁ। ତାଙ୍କୁ ଖାଇବା ବେଳକୁ ବଳିଆ ବଡ଼ି ତ ବେକାର ବହୁତ ଭଲ ଲାଗୁନି। ଚିକେନ୍ ତ ବଡ଼ି ଝୋଳ କଲେ ଭଲ ଲାଗେ। ନିଜେ ମନ ବୁଝିବା ପାଇଁ ନିଜେ କହୁଛୁ। କ'ଣ ହେଲା? କି ଆଇଡ଼ିଆ ସେମାନେ ମୁଣ୍ଡରେ ଗୋବର ଅଛି କିନ୍ତୁ ଆଇଡ଼ିଆ ଟିକେ ଅଛି। ଚିକେନ୍ ଆଇଛି ବୋଲି ବଡ଼ି ତରକାରୀ ମାନେ ଅଳ୍ପ ଆଣିଛି ଆଉ ତରକାରୀ ରଖିଦେଇଛି ରାତି ଖାଇବା। ଆଉ ରୋଷେଇ କରିବାକୁ ପଡ଼ିବ ତା ଗୋଟେ ଗୁଲା ଦୁଇଟା ଶିକାର ଆଉ କରିଦେଲୁ ଆଉ ନା। ମାନେ ଏଇଖିଣା ଅଳ୍ପ ଟିକେ ନେଇଯାଇଛି ଖାଇବା ପାଇଁ ଆଉ ରାତିକି ରଖିଦେଇଛି। ଆଉ ରାତିରେ ରୋଷେଇ କରିବେନି ବସି ମୋବାଇଲ୍ ଦେଖିବ। ହଁ ନା ଗୋଟେ ଗୁଳିରେ ଦୁଇଟା ଶିକାର ସେମାନେ ଆଜି କଲା। ଆଇଡ଼ିଆ ପ୍ରବଳ ସେମାନଙ୍କର। ଖାଇବା ପୁରା ଆଇଡ଼ିଆ ଆଉ କୌଣସି କାମର ଆଇଡ଼ିଆ ନାହିଁ। ଚାଲନ୍ତୁ ଖାଇଦେବା ଏବେ। ଖାଇ ପିଇବା ସରିଲାଣି ଇଆଡ଼େ ଖାଇ ପିଇବା ସରିଲାଣି। ତିନିଟା ମାଲିକ ଚିକେନ୍ 3ଟା ଦେବେ ନା କ'ଣ 15ଟା ଦେବେ ନା କ'ଣ? ନିଜ ଘର ତାଙ୍କର ବନ୍ଧ ଖୋଲିକି ଖାଇବେ। ସତଟା କିନ୍ତୁ ଗୋଟେ କଥା କହୁଛି କିନ୍ତୁ ଚିକେନ୍ ଠାରୁ ବଡ଼ିଟା ମୋତେ ଭଲ ଲାଗୁଥିଲା। ବଡ଼ି ଦେବା ପାଇଁ କ'ଣ ମନ ଏତେ ଖୁସି ହେଉଛି କିନ୍ତୁ ପୁରା ମାନେ କହୁନାହିଁ କିଛି। ସତ କିନ୍ତୁ ବଡ଼ି ତରକାରୀଟା ଭଲ ହେଇଥିଲା। ମୁଁ କେଉଁଠି ନାହିଁ ଆମ ପୁଅ ଉଠି ପଡ଼ିଲାଣି। ଯାଉ ଯାଉ କ'ଣ ଉଠି ପଡ଼ିଲୁ? ହଉ ହଉ ଶୋଇଥିଲା ଉଠି ପଡ଼ିଲା। ହଉ ଶୁ ମାମା ଏଇଠି ଅଛି ଖାଉଛି ବା। ଉଠିଲା ମାନେ ଆସି ଆଉ ମାମା ପାଖକୁ ହେଇଯିବ। ହଁ ହଁ ହଉ ଏ ମାମା ଏଇଠି ଖାଉଛି ଭାଇ। ଚାନ୍ଦ ପକେଇ ମଟରଟା ଫୁଲିଲେ ମଟରଟା ଚଳିକି ପାଣିଟା ବନ୍ଦ କରିକି ଆସି ମଟର ପାଣି। ହଉ ହଉ ଛୁପ୍ 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 ଉଠିଲା ମାନେ ଆଉ ବନ୍ଦ ହବନି। ଛୁପ୍ ତାହେଲେ ମଟରଟା ଚଲେଇକି ଏଠି ପାଣି ମଟରଟା ଫୁଲ୍ ହେଇଲାଣି ପାଣି ଗଳୁଛି ଏଠି ବନ୍ଦ କରିଦେବା। ଆଜି ପାଇଁ ଏତିକି ଭିଡ଼ିଓ ଆଉ ନେକ୍ସଟ ଭିଡ଼ିଓ କାଲି ଦେଖିବ ଆଉ ରହିଲି।